ଆମେ ସମସ୍ତେ କହିଥାଉ ଯେ ଭେଜିଟେରିଆନ୍ ମାନଙ୍କ ପାଇଁ ଛତୁ କୋଉ ନନଭେଜଠୁ କମ୍ ନୁହେଁ। ଆଉ ସେଇ ଛତୁକୁ ଯଦି ସଠିକ୍ ଭାବରେ ରୋଷେଇ ନ କରାଯାଏ ତାହେଲେ ସ୍ୱାଦ ସେତିକି ଖାସ୍ ହେଇନଥାଏ। ତାହେଲେ ଚାଲନ୍ତୁ ଘରେ ଥିବା ସେ ବେସିକ୍ ମସଲା ଦେଇକି ଛତୁକୁ ଏକଦମ ନନଭେଜ ପରି ରାନ୍ଧିବା। ଛତୁ ତରକାରୀ ବା ଛତୁ ମସଲା ବନେଇବା ପାଇଁ ଏଇଠି ମୁଁ 500 ଗ୍ରାମର ପାଳ ଛତୁ ନେଇଛି। ପାଳ ଛତୁ ଜାଗାରେ ଆପଣମାନେ ବଟନ ଛତୁ ମଧ୍ୟ ନେଇପାରିବେ, ପ୍ରୋସେସ୍ ସେମ୍ ରହିବ। ତ ଏବେ ଆମେ ଛତୁକୁ ବାଛି ନେବା। ଯେହେତୁ ଛତୁର ତଳ ଭାଗରେ ଅପରିଷ୍କାର ଜିନିଷ ବା ମାଟି ବାଲି ଲାଗିଥାଏ, ପୁରାପୁରି ଛତୁର ତଳ ଭାଗଟାକୁ ବାହାର କରିନେବା। ଆଉ ଏଇ ଯୋଉ ପତଳା ସ୍କିନ୍ଟାକୁ ଦେଖୁଛନ୍ତି ନା, ବହୁ ଜଣ ଆକୁ ଖାଇଥାନ୍ତି। ଆପଣ ଚାହିଁଲେ ଆକୁ ଖାଇପାରିବେ। ତ ମୁଁ ଏଠି ପକଉନି, ସବୁକୁ ବାହାର କରିନେଉଛି ଏଇଭଳି ଭାବରେ। ଦର୍ଶକ ବନ୍ଧୁ, ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ, ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଛତୁକୁ ବାଛି ସାରିଲା ପରେ ଆମେ କାଟି ନେବା। ଯେହେତୁ ପାଳ ଛତୁ କମ୍ ସମୟରେ ସିଝିଯାଏ, ଆଉ ଛୋଟ ଛୋଟ କରି କାଟିଲେ କ'ଣ ହେବ ନା ପୁରା ମିଶିଯିବ। ସେଥିପାଇଁ ବଡ଼ ବଡ଼ ଖଣ୍ଡ କରିକି ପାଳ ଛତୁକୁ କାଟିବେ। ଆଉ ଯଦି ଛୋଟ ଛତୁ ଥିବ ନା ତାକୁ ଗୋଟା ସେମିତି ନେଇଯିବେ। ଛତୁକୁ କାଟି ସାରିଲା ପରେ ଏବେ ଆମେ ନର୍ମାଲ ପାଣି ଦେଇକି ଥରେ ଦୁଇ ଥର ଧୋଇ ନେବା। ଆଉ ତାପରେ ଆମେ ଛତୁରେ ଗୋଟେ ବଡ଼ ଚାମଚ ଦେବା ହଳଦୀ ଗୁଣ୍ଡ, ଆଉ ଛତୁ ବୁଡ଼ିଲା ଭଳି ପାଣି ଦେଇଦେବା, ଆଉ ଟିକେ ଗୋଳେଇ ନେବା। ଆଉ ଏଇଭଳି ଭାବରେ 4-5 ମିନିଟ୍ ଆମେ ଛତୁକୁ ହଳଦୀ ପାଣିରେ ଛାଡ଼ିବା। ଯେକୌଣସି ଛତୁ ଆପଣ ନିଅନ୍ତୁ, ହଳଦୀ ପାଣିରେ ଭଲ ଭାବରେ ସଫା କରିବେ, ତାପରେ ଯାଇକି ରୋଷେଇ କରିବେ। ତ ଛତୁକୁ ବହୁତ ସମୟ ପାଣିରେ ପକେଇବେନି, 4-5 ମିନିଟ୍ ହିଁ ପକେଇବେ। ଆଉ ତାପରେ ହାଲକା ହାତରେ ଏଇଭଳି ଭାବରେ ଚିପୁଡ଼ି ନେବେ। ଛତୁକୁ ଅତି ଜୋରସେ ଚିପୁଡ଼ିବେନି, ନହେଲେ ଛତୁ ଗୁଡ଼ାକ ଭାଙ୍ଗିଯାଏ। ତ ଏଇଠି ଦେଖନ୍ତୁ ଏଇଭଳି ଭାବରେ ମୁଁ ସବୁ ଛତୁକୁ ଭଲ ଭାବରେ ସଫା କରି ନେଇଛି। ତ ଛତୁ ରେଡ଼ି ହେଇଗଲା। ଏବେ ଚାଲନ୍ତୁ ନେକ୍ସଟ ଷ୍ଟେପକୁ ଯିବା। ତ କଡ଼େଇ ଗରମ କରିକି 2 ବଡ଼ ଚାମଚ ସୋରିଷ ତେଲ ଦେଇକି ଗରମ କରିଛି। ଏ ରେସିପିକୁ ଆପଣମାନେ ସୋରିଷ ତେଲରେ ବନେଇବେ, ଟେଷ୍ଟ ଭଲ ଆସିବ। ଆଉ ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁକୁ ଚୋପା ବାହାର କରିକି ଏଇଭଳି ଛୋଟ ଛୋଟ ଖଣ୍ଡରେ କାଟିକି ନେଇଛି। ଆପଣମାନେ ବିନା ଆଳୁରେ ମଧ୍ୟ ରେସିପିକୁ ବନେଇ ପାରିବେ, କିନ୍ତୁ ପର୍ସନାଲି ମୋତେ ଛତୁ ସହିତ ଅଳ୍ପ ଟିକେ ଆଳୁ ପକେଇଦେଲେ ବଢ଼ିଆ ଲାଗିଥାଏ। ଆପଣମାନେ ମୋତେ କମେଣ୍ଟ କରିକି କହିବେ ଯେ ଆପଣଙ୍କୁ ଛତୁରେ ଆଳୁ ଭଲ ଲାଗେ କି ନାହିଁ। ଆଳୁକୁ ଏକଦମ ଲାଲ କରିକି ଭାଜି ନେବା, ଆଉ ଗୋଟେ ପ୍ଲେଟ୍କୁ ବାହାର କରିକି ରଖିବା। ଆଉ କଡ଼େଇରେ ଯେଉଁ ବଳକା ତେଲ ଅଛି, ସେଇ ତେଲରେ ଧୋଇ ରଖିଥିବା ଛତୁକୁ ପକେଇବା। ଫ୍ଲେମ୍କୁ ହାଇ କରିବା। ଯେହେତୁ ଛତୁରୁ ପାଣି ବାହାରିଥାଏ, ହାଇ ଫ୍ଲେମ୍ରେ ଆମେ ଛତୁକୁ ଭାଜିବା। 1-1.5 ମିନିଟ୍ ଭାଜିଲା ପରେ ଦେଖନ୍ତୁ ଛତୁରୁ କେତେ ପାଣି ବାହାରିଛି। ଏବେ ଆମେ ଏଇ ପାଣିରୁ ଛତୁକୁ ଏଇଭଳି ଭାବରେ ଗୋଟେ ସାଇଡ୍‌କୁ କରିନେବା। ଏମିତି କରିବା ଦ୍ୱାରା କ'ଣ ହେବ ନା, ଛତୁ ବେଶୀ ସିଝିଯିବନି, ଆଉ ପାଣି ମଧ୍ୟ ଜଲ୍ଦି ଶୁଖିଯିବ। ତ ଏଇଠି ଦେଖନ୍ତୁ ଆଉ କିଛି ସମୟ ଭାଜିଲା ପରେ ଛତୁରୁ ପାଣି ପୁରା ଶୁଖି ଆସିଲା। ଏଇ ଷ୍ଟେଜ୍‌ରେ ଆମେ ଲୁଣ ପକେଇବା। ଲାଷ୍ଟରେ ଲୁଣ ପକେଇବେ, ଫାଷ୍ଟରୁ ପକେଇବେନି। ଫାଷ୍ଟରୁ ଲୁଣ ପକେଇଦେଲେ ବହୁତ ଗୁଡ଼ାଏ ଛତୁରୁ ପାଣି ବାହାରିବ। ଲୁଣ ପକେଇକି ଆଉ କିଛି ସମୟ ଭାଜି ନେବା। ଆଉ ଏଇଠି ଆମର ଛତୁ ଭଜା ରେଡ଼ି ହେଇଗଲା। ଅଧିକ କଡ଼ା କରିକି ଭାଜିବା ଦରକାର ନାହିଁ, ଏଇଭଳି ଭାଜିବେ। ଆଉ ଗୋଟେ ପ୍ଲେଟ୍‌କୁ ବାହାର କରିକି ସାଇଡ୍‌ରେ ରଖିବା। ଏଇଠି 2ଟି ଛୋଟ ସାଇଜ୍‌ର ପିଆଜ ଆଉ 2ଟି ଛୋଟ ସାଇଜ୍‌ର ଟମାଟୋକୁ ଏଇଭଳି ଛୋଟ ଛୋଟ କରିକି କାଟି ନେଇଛି। ଏବେ ଆମେ ରୋଷେଇ ଷ୍ଟାର୍ଟ କରିବା। ତ ସେଇ ସେମ୍ କଡ଼େଇ ନେଇଛି, ସେଥିରେ ଆଉ 2 ଚାମଚ ଦେବା ସୋରିଷ ତେଲ। ତେଲ ଗରମ ହେଇଗଲା ପରେ ଅଧା ଛୋଟ ଚାମଚ ଜିରା, ଆଉ ଗୋଟେ ତେଜପତ୍ର ପକେଇବା। ଏଇ ସବୁକୁ ଆମେ କିଛି ସେକେଣ୍ଡ ଭାଜି ନେବା। ଏଇଟିକି ଭାଜିଗଲା ପରେ କଟା ପିଆଜକୁ ପକେଇବା। ଆଉ ପିଆଜକୁ ମିଡ଼ିୟମ୍ ଫ୍ଲେମ୍‌ରେ ଲାଲ କରିକି ଭାଜି ନେବା। ପିଆଜ ଭାଜି ହେଲା ଭିତରେ ଗୋଟେ ମସଲା ରେଡ଼ି କରିବା। 500 ଗ୍ରାମ ଛତୁ ଥିଲା, ତ ତା ପାଇଁ 12-15 କୋଲା ରସୁଣ ନେବା, ଆଉ 1 ଇଞ୍ଚର କଟା ଅଦା। ତା ସହିତ ଆମେ 1 ଇଞ୍ଚର ଡାଲଚିନି ପକେଇବା ଏଥିରେ, ଆଉ 3ଟା ଗୁଜୁରାତି, 10-15ଟା ଗୋଲମରିଚ, ଆଉ 4-5ଟା ଦେବା ଲବଙ୍ଗ। ରାଗ ପାଇଁ 2-3ଟା ଶୁଖିଲା ଲଙ୍କା ଦେବା। ଆପଣମାନେ କେତେ ରାଗ ଖାଇବେ ସେଇ ହିସାବରେ ଲଙ୍କା ନେବେ। ଆଉ ଗୋଟେ ଛୋଟ ପିଆଜକୁ କାଟିକି ଦେବା। ଏସବୁକୁ ଆମେ ଗ୍ରାଇଣ୍ଡର ଜାର୍‌ରେ ଦେବା। ଆଉ ଅଳ୍ପ ଟିକେ ପାଣି ଦେଇକି ଆକୁ ଆମେ ଚିକ୍କଣ କରିକି ବାଟି ନେବା। ଏଇଠି ଆମର ମସଲା ରେଡ଼ି ହେଇଗଲା। ଆକୁ ସାଇଡ୍‌ରେ ରଖିବା। ଆଉ ଏପଟେ ଦେଖନ୍ତୁ ଆମର ପିଆଜ ମଧ୍ୟ ଲାଲ ହେଇକି ଭାଜି ହେଇଗଲାଣି। ଏଇ ଷ୍ଟେଜ୍‌ରେ ଆମେ କଟା ଟମାଟୋକୁ ଏଠି ପକେଇବା। ମୁଁ ଏଠି ଟମାଟୋକୁ କାଟିକି ନେଇଛି, ଆପଣ ଚାହିଁଲେ ଟମାଟୋକୁ ପ୍ୟୁରି କରିକି ମଧ୍ୟ ନେଇପାରିବେ। ତ ଗୋଳେଇ ନେବା ଗୋଟେ ଥର। ଆଉ ଫ୍ଲେମ୍‌କୁ ସ୍ଲୋ କରିକି ଏଥିରେ ଆମେ ସ୍ୱାଦ ଅନୁଯାୟୀ ପକେଇବା ଲୁଣ। ଛତୁ ଭଜାରେ ଲୁଣ ପକେଇଥିଲେ ଦେଖିକି ଲୁଣ ପକେଇବେ। ଆଉ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଛୋଟ ଚାମଚ ଦେବା ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଦେବା ଜିରା ଗୁଣ୍ଡ। କଲର୍ ପାଇଁ ଆମେ ଗୋଟେ ଛୋଟ ଚାମଚ ଦେବା କାଶ୍ମୀର ରେଡ୍ ଚିଲି। ଏସବୁକୁ ଭଲ ଭାବରେ ଗୋଳେଇ ନେବା, ଆଉ ପୁରା ନରମ ହେଲା ପର୍ଯ୍ୟନ୍ତ ଭାଜି ନେବା ବା କଷି ନେବା। ଟମାଟୋ ମସଲା ଭଲ ଭାବରେ ଭାଜି ହେଇଗଲା ପରେ ଏଥିରେ ଆମେ ପୂର୍ବରୁ ବାଟି ରଖିଥିବା ମସଲା ପେଷ୍ଟକୁ ଦେବା। ତା ସହିତ ଜାର୍‌କୁ ଧୋଇକି ଆଉ 4-5 ଚାମଚ ପାଣି ଦେଇଦେବା। ଭଲ ଭାବରେ ଗୋଳେଇ ନେବା। ଫ୍ଲେମ୍‌କୁ ଲୋ ମିଡ଼ିୟମ୍‌ରେ ରଖିବା। ଆଉ କଭର୍ କରିକି ମସଲାକୁ 6-7 ମିନିଟ୍ ପର୍ଯ୍ୟନ୍ତ ବହୁତ ଭଲ ଭାବରେ କଷି ନେବା। ସେଇ ପର୍ଯ୍ୟନ୍ତ ଆମେ ମସଲାକୁ ଭାଜିବା, ଯୋଉ ପର୍ଯ୍ୟନ୍ତ କି ମସଲାର ତେଲଟା ପୁରା ଅଲଗା ନ ହେଇଯାଇଛି। ତ ଏଇଭଳି 6-7 ମିନିଟ୍ ପରେ ଦେଖନ୍ତୁ ମସଲା ବହୁତ ଭଲ ଭାବରେ କଷି ହେଇଯାଇଛି, ତେଲ ମଧ୍ୟ ଅଲଗା ହେଇଯାଇଛି। ଏହି ସମୟରେ ଆମେ ପୂର୍ବରୁ ଭାଜି ରଖିଥିବା ଆଳୁକୁ ଦେଇଦେବା।
ଆଳୁକୁ ମଧ୍ୟ ମସଲା ସହିତ 1ରୁ 1.5 ମିନିଟ୍ ପାଇଁ କଷି ନେବା। ଆଉ ତାପରେ ପୂର୍ବରୁ ଭାଜି ରଖିଥିବା ଛତୁକୁ ଦେଇଦେବା। ଆଉ ତା ଉପରେ ଆମେ ଗୋଟେ ଛୋଟ ଚାମଚ ଦେବା ମଟନ ମସଲା। ମଟନ ମସଲା ନଥିଲେ ଆପଣମାନେ ଚିକେନ ମସଲା ବି ଦେଇପାରିବେ। ଆଉ ଗୋଟେ ଚାମଚ କସୁରୀ ମେଥି ପକାଇବା। ଲୋ ମିଡ଼ିୟମ୍ ଫ୍ଲେମ୍ରେ ଆମେ ମସଲାରେ ଛତୁକୁ ଭଲ ଭାବରେ ଗୋଳେଇକି ଆଉ 1ରୁ 1.5 ମିନିଟ୍ ପାଇଁ କଷିବା। ଆଉ ତାପରେ ଏଥିରେ ଦେବା ଆମେ ପାଣି। ଏଠି ଆମେ ଗରମ ପାଣି ଦେବା। ଏଠି ମୁଁ 1 ଗ୍ଲାସ୍ ଦେଇଛି ଗରମ ପାଣି। ତ ଏଇଠି ମୋତେ ଝୋଳ କରିବାର ନାହିଁ, ମସଲା ବନେଇବାର ଅଛି। ତ ସେଥିପାଇଁ କମ୍ ପାଣି ଦେଇଛି। ଆପଣମାନେ ଯଦି ଝୋଳ କରିବା ପାଇଁ ଚାହୁଁଥିବେ ଅଧିକା ପାଣି ଦେବେ। ଏମିତିରେ ବି ଛତୁ ଅଧିକ ଝୋଳ ହେଇଗଲେ ଭଲ ଲାଗିନଥାଏ। ପାଣି ଦେଇକି ତରକାରୀକୁ ଗୋଟେ ଫୁଟା ଆସିଲା ପର୍ଯ୍ୟନ୍ତ ଫୁଟେଇବା। ଆଉ ତାପରେ କଭର କରିକି ଲୋ ମିଡ଼ିୟମ୍ ଫ୍ଲେମ୍ରେ 7ରୁ 8 ମିନିଟ୍ ପାଇଁ ରାନ୍ଧିବା। ଆଉ 7-8 ମିନିଟ୍ ପରେ କଭର ଏଠି ମୁଁ କାଢ଼ି ନେଇଛି। ଏବେ ଆମେ ଏଥିରେ କିଛି କଟା ହେଇଥିବା ଧନିଆ ପତ୍ର ଦେବା, ଗୋଳେଇ ନେବା। ଆଉ କିଛି ତ ମସଲା ଦେବାର ନାହିଁ, ଅଲରେଡ଼ି ଦେଇଦେଇଛି ଆମେ ଆଗରୁ। ଆଉ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିବା। ଏଇଠି ଆମର ରେଡ଼ି ହେଇଗଲା ମାଂସ ଭଳି ସ୍ୱାଦରେ ଛତୁ ମସଲା। ଆପଣମାନେ ଏଇ ଉପାୟରେ ବନାନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେହି ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।